নিতায়ে ভক্তি সাথী নদী অঙ্কিরাকি নিতায়ে ভক্তি সাথী নদী অঙ্কিরাকি। ঠাকুর পাখু যা যাহা মাগবা ঠাকুর দেবে, কিন্তু ভক্তি নিশ্চয় বাদ ঠাকুর ভক্তি দেবে নাই। তাই সকামি কি অছি সকাম, নিষ্কামি কি অছি নিষ্কাম। সকামি কি অছি সকাম, নিষ্কামি কি অছি নিষ্কাম। কহিলে কি হেব পঢ়িলে জানিব, কহিলে কি হেব পঢ়িলে জানিব। নামে অছি গতি সাগর, ভাগবত ভজন কর। ভাব সমুদ্রে স্নান কর, ভাগবত ভজন কর। ଠାକୁର ତ ତୁଳସୀରେ ବିବାହ କରୁଥିଲେ ଠାକୁରଙ୍କ ପାଖକୁ ସକାମୀ ଭକ୍ତ ଯେ ମାନସିକ ନେଇ ଯାଆନ୍ତି, ଅନ୍ତର୍ଯାମୀ ସବୁ ଜାଣି ଦିଅନ୍ତି। ନ ମାଗିଲେ ମଧ୍ୟ ଠାକୁର ଅଯାଚିତ ଭାବରେ ଶେଷକୁ ଆସିଲା ବେଳକୁ ଠାକୁର ମାର କାନିରେ ଧରି ପକାନ୍ତି କିମ୍ବା ବାବୁଙ୍କ ପଛପଟର ହାତରେ ଧରି ପକାନ୍ତି। ଲଜ୍ଜାରେ କହିନଥାଏ କିଛି, ଦିଆ ମାଗିବା ପାଇଁ ଆସିଥିଲି ବୋଲି ମନ କଥା ଜାଣିକି ଦେଇ ଦିଅନ୍ତି। ସକାମ ଭକ୍ତି ନିଷ୍କାମ ଭକ୍ତି ଯେ ଯାଇଥାଏ ଭାବରେ ପ୍ରଭୁଙ୍କ ରୂପ ସଂଦର୍ଶନ ଶ୍ରୀବନ୍ଧୁ ବିଗ୍ରହକୁ ଦର୍ଶନ କରିବା ପରେ ତା ହୃଦୟରେ ପ୍ରେମ ପୁଲକତନ ହେଇଗଲା, ରୋମମୂଳ ଗୁଡ଼ିକ ହସି ଉଠିଲା। ସେତେବେଳେ ଗୋବିନ୍ଦ ତ ଖୁସି ହେଇଯାନ୍ତି, ଅଭୟ ପାଦପଦ୍ମ ବଢ଼େଇ ଦିଅନ୍ତି, ବୈକୁଣ୍ଠପୁରକୁ ସିଧା ତାକୁ ପଠେଇ ଦିଅନ୍ତି। କିନ୍ତୁ ଭକ୍ତି ମାତ୍ର ଯଦି ଜୀବ ମାଗେ ତ ଦେବେ ନାହିଁ। ଭକ୍ତି ପ୍ରାପ୍ତ ହେବା ପାଇଁ ନିଜକୁ ବିକ୍ରି ହେବାକୁ ପଡ଼ିବ। ଆପଣମାନେ ଯେତେ ଭକ୍ତ ଏଠି ଅଛନ୍ତି, ଯିଏ ବିକ୍ରି ହେଇଛନ୍ତି, ବସିବା ପାଇଁ ତ ଆମ ସାମର୍ଥ୍ୟ ନାହିଁ, 2.5 ଘଣ୍ଟା ଦେଇ ଘଣ୍ଟା। ତେଣୁ ପ୍ରଭୁଙ୍କ ପାଖରେ ବିକ୍ରି ଯେପର୍ଯ୍ୟନ୍ତ ନ ହେଇଛ, ଭକ୍ତି ତ ପ୍ରାପ୍ତ ହେବ ନାହିଁ। ଭକ୍ତିଟି ଅମୂଲ୍ୟ ରତ୍ନ, ବାଲ୍ୟକାଳୀଙ୍କର ଅର୍ଜନ। ତେଣୁ ଭକ୍ତି ପ୍ରାପ୍ତ ପାଇଁ କାହାର ମଧ୍ୟ ଇଚ୍ଛା, ଯଦି ଇଚ୍ଛା ଥାନ୍ତା, ଯେପର୍ଯ୍ୟନ୍ତ ଭକ୍ତି ପ୍ରାପ୍ତ ନ ହେଇଛ, ଭକ୍ତି ଦେବି ଯେପର୍ଯ୍ୟନ୍ତ ସନ୍ତୁଷ୍ଟ ନ ହୋଇଛନ୍ତି, ଜ୍ଞାନ ବୈରାଗ୍ୟ କିପରି ଦିନେ ପ୍ରାପ୍ତ ହେବ? ଜ୍ଞାନ ବୈରାଗ୍ୟ ପ୍ରାପ୍ତ ନହେଲେ ଭକ୍ତି ଦେବୀ କିପରି ପ୍ରପନ୍ନ ହେବେ? ଆଉ ଜୀବର ପ୍ରପନ୍ନତା ଭାବ କିପରି ସୃଷ୍ଟି ହେବ? ଯେପର୍ଯ୍ୟନ୍ତ ଜୀବର ପ୍ରପନ୍ନତା ଭାବ ସୃଷ୍ଟି